राजताକୁ ଆମେ କିନ୍ତୁ ନବୀନଙ୍କୁ ମୁଁ କହିବି ପାଗଳ କରିକି ରଖା ଯାଇଥିଲା ଏବଂ ରଖେଇଥିଲେ ଏବଂ ନବୀନକୁ କିଛି ବୁଝି ପାରୁ ନଥିଲେ। ଆଚ୍ଛା କହିଲେ ଆପଣ ନିର୍ବାଚନ ପରେ ସେ ନିର୍ବାଚନ ହାରିଗଲା ପରେ ଏବେ ସୁନ୍ଦର ଭାବରେ ଚାଲୁଛନ୍ତି, ସୁନ୍ଦର ଭାବରେ କଥା ହେଉଛନ୍ତି, ସୁନ୍ଦର ଭାବରେ ସମସ୍ତଙ୍କ ସହିତ ମିଶୁଛନ୍ତି। ଆଗରୁ କୁଆଡ଼େ ଯାଇଥିଲେ? ମୁଖ୍ୟମନ୍ତ୍ରୀ ଯେତେବେଳେ ଥିଲେ ଗୋଟେ ମୁଖ୍ୟମନ୍ତ୍ରୀ ଗୋଟେ ପାଣ୍ଡିଆନଟା ଗୁଇଠା ମାରିବ? ଆପଣ ନିଜେ ଦେଖିନାହାନ୍ତି ସଭାରେ এইরকম গুইঠা মারতো আপনার দেখি না ফের আপনার মতো এত কথা কହୁଛନ୍ତି আমি খোলি কহা লোক আমি কাকু ডরলা লোক নুহ আজ্ঞা ଆପଣ କ'ଣ ଜାଣିପାରୁନାହାନ୍ତି ଫେର ଦେଢ଼ ହିଁ କହୁଛନ୍ତି କିଏ କିଏ ସେ କ'ଣ କହୁଥିଲେ ଜାଣିପାରୁନଥିଲେ। ଆଉ କେତେବେଳେ ବେଶୀ ବେଶୀ ଏରକମ ଯେଉଁ ସଭାରେ ହଜାର ହଜାର ଲୋକ ଅଛନ୍ତି ସେ ପାଣ୍ଡିଆନଟାକୁ ଫ୍ଲାଇଂ କିସ୍ ଦେଉଥିଲେ। ଏଇଟା କ'ଣ ମୁଖ୍ୟମନ୍ତ୍ରୀଙ୍କର ଏଇଟା ଜାଣିକି କରୁଥିଲେ? ତ କରାଯାଉଥିଲା। କି ମେଡ଼ିସିନ ଦେଉଥିଲେ ଭଗବାନ ଜାଣନ୍ତି। সেই মেডিসিন দেউଥିଲେ ଯେଉଁଟାକି ସେ ଜାଣିପାରୁନଥିଲେ। ସେ ମୁଖ୍ୟମନ୍ତ୍ରୀ ଭାବୁଥିଲେ ବୋଧେ ପାଣ୍ଡିଆନଟା ବୋଧେ ଆଉ କ'ଣ କିଛି ଅଲଗା ଜେଣ୍ଡର କିଛି କେମିତି ଫ୍ଲାଇଂ କିସ୍ ମାରୁଥିଲେ। ନବୀନଙ୍କୁ ପାଗଳ ଅବସ୍ଥାରେ ରଖାଯାଇଥିଲା। ନବୀନ କିଛି ବୁଝିପାରୁନଥିଲେ। ଆଜ୍ଞା ଖାଲିଟାରେ ହେଇଥିବ କ'ଣ ହେଇଥିବ ସେ କଥା ସେମାନେ ଜାଣିଥିବେ। ଆମେ ତ ଆପଣ ନିଜେ ଟିଭିରେ ଦେଖେଇଛନ୍ତି ନବୀନ ଯେଉଁଠି ବସୁଛନ୍ତି ସିଏ ନବୀନକୁ କ'ଣ କହୁଛନ୍ତି ହାତଟାକୁ ଚାପିକି ଧରୁଥିଲେ। ଆପଣ ଜାଣିଛନ୍ତି ଟିଭିରେ ଦେଖିଛନ୍ତି। ନବୀନକୁ ଆଖି ମାରୁଥିଲେ ତା ଆଖି ମରାଟାକୁ ବନ୍ଦ କରୁଛନ୍ତି। ଗୁଡ଼କୁ ତାକୁ ଜାଣିଛନ୍ତି ଏଇ ରକମ ସବୁ ନବୀନର ବସିଥିବେ ସେ କ'ଣ କହୁଥିବେ ତା ଗୁଡ଼ ମାରିକି ତା ଗୁଡ଼କୁ ଧକ୍କା ମାରୁଥିବେ। ଏଇ ଯେଉଁ ଇଏ ଗୁଇଠା ମହିଳା ରକମ ମାରୁଥିବେ। ଏଇ ଯେଉଁ ଅଭିନୟ କେଉଁଟା କେଉଁଟା ସେଟାକୁ ଆମେ ଆଜ୍ଞା ଶୁଣନ୍ତୁ ତାଙ୍କ ସେ ବିଷୟଟାକୁ ଆମେ ପଶିବା ଉଚିତ ନୁହେଁ। କିନ୍ତୁ ନବଦାସ ଶିଶୁଟା ପଶିବା ଉଚିତ। ସେଟା ରାଜନୈତିକ ଷଡ଼ଯନ୍ତ୍ର। ସେଟା ରାଜନୈତିକ ମୁଁ ତ ଖୋଲାଖୋଲି ଭାବରେ କହୁଛି। ନହେଲେ ନବୀନକୁ ସେତେବେଳେ ଖରାପ ଥିଲେ ପାଗଳ ଭଳି ଅଭିନୟ କରୁଥିଲେ, ପାଗଳ ଭଳି ଆଖି ମାରୁଥିଲେ, ପାଗଳ ଭଳି ଫ୍ଲାଇଂ କିସ୍ ଦେଉଥିଲେ ବା ନବୀନକୁ ହାତକୁ ଚାପିକି ଧରୁଥିଲେ। ନବୀନକୁ ମୁଁ ନିଜେ ଦେଖିଛି ପାଣ୍ଡିଆନ ନବୀନକୁ ଗୁଇଠା ମାରୁଥିଲେ। ଆଜ୍ଞା ମୁଁ ସେଟା ଆପଣ ଆଉ ଏତେ କଥାକୁ କାହିଁକି ଆପଣ ନିଜେ ମୁଁ ଏତେ କଥା କହିଲା ପରେ ଯଦି ଆପଣ କିଛି ବୁଝିପାରୁନାହାନ୍ତି। ଆପଣ ଦେଖିଛନ୍ତି ନା ନିଜେ ଟିଭିରେ ନବୀନକୁ ଗୁଇଠା ମାରୁଛନ୍ତି ପାଣ୍ଡିଆନ। ସେ ମୁଖ୍ୟମନ୍ତ୍ରୀ କିଏ ସେ ମୁଖ୍ୟମନ୍ତ୍ରୀ କି ଅବସ୍ଥାରେ ରଖିଥିଲେ? ଗୋଟେ ପାଗଳ କରିକି ରଖିଥିଲେ ତାକୁ। ସେ ଆଖି ମାରୁଥିଲେ, ସେ ଏମିତି ସୁ ସୁ କରିକି ଇଏ କରୁଥିଲେ, କିସ୍ ଦେଉଥିଲେ, ଫ୍ଲାଇଂ କିସ୍ ଦେଉଥିଲେ। କାହାକୁ ସେ ଫ୍ଲାଇଂ କିସ୍ କାହାକୁ ଦେଉଥିଲେ? କାହାକୁ ଦେଲେ ଆପଣ ଜାଣିନାହାନ୍ତି? ଆଖି ମାରୁଥିଲେ, ବୁଝିପାରୁନଥିଲେ, ଜାଣୁଥିଲେ। ଏବେ ଠିକ୍ ମୁଁ ତ ଏବେ ଦେଖୁଛି ନବୀନକୁ ତ ହାଉସ୍ କରୁଛନ୍ତି ବହୁତ ଭଲ। ସେତେବେଳେ ତାକୁ କହୁଛି ତାକୁ ଏଭଳି ଭାବରେ ରଖା ହେଇଥିଲା ନବୀନ ବାବୁଙ୍କୁ ପୁରା ପାଗଳ ଅବସ୍ଥାରେ ରଖା ହେଇଥିଲା। ମୁଁ ଆଜି ଆପଣମାନଙ୍କୁ କହିଦେଉଛି ଏଣ୍ଟାୟାର ନାଟକରେ ଯେତେ ଷ୍ଟୋରି ସମଗ୍ର ଓଡ଼ିଶାରେ ଜଣିଏ ଲୋକ କରୁଥିଲେ ସେ ଓଡ଼ିଆ ନୁହେଁ ନନ ଓଡ଼ିଆ। ଗୋପାଳ ଦାସ ପ୍ରକୃତରେ ଦୋଷ ନୁହେଁ। ମୁଁ ଆଜି କ'ଣ ବିଧାନସଭାରେ ବି କହିଛି ବିଧାନସଭାରେ ନବୀନ ବାବୁ ଯେତେବେଳେ ବସିଥିଲେ ସେପଟ ସିଟ୍ ଫ୍ରଣ୍ଟରେ ଏବେ ମୁଁ କହିଛି ନବୀନ ବାବୁ ସେ କିଛି ଜାଣିପାରନ୍ତିନି, ସେ କିଛି ଜାଣିନାହାନ୍ତି। ତାକୁ ମାରିବା ଲୋକ ଅଲଗା ବୁଝିଲେ କି? ଭାଗ୍ୟ ଭଲ ଆହୁରି ନବୀନ ବାବୁ ଚିଫ୍ ମିନିଷ୍ଟର ହେଇନାହାନ୍ତି। ନବୀନ ବାବୁ ତାଙ୍କର ଭାଗ୍ୟ ଟେକ୍ ଅଛି ଯେଉଁଟାକି ସେ ବହୁତ ଦିନ ଏବେ ତ୍ରିଶରେ କେବଳ ସେ ମୁଖ୍ୟମନ୍ତ୍ରୀ ହେଲେନି ବୋଲି ସେ ବର୍ତ୍ତମାନ ଏଖିଣିକା ଭଲ ଅବସ୍ଥାରେ ଅଛନ୍ତି।